जय जगन्नाथ मो भाई भौणी हम भाउज मैंने समस्ते केमी अच्छा आशा करें भल थी सेमती भल तो आजिकार तुमने देखी तो जानी सारी आज आम प्रोग्राम कौन तो भाई मैंने आसुँच भद्रक घर पाक पेचिंग करने जेहतु शिवा डीजे कर तो भाई देखते बोलते वीडियो वीडियो देखिए ये कल कले जे आम घर पाक जाऊँ कहीं मो टाइम नाला तो जापार नाकि जाऊँ भाई मैंने पहुँची गले घर तो मुझे जाइए मार्केट जाऊँ घर को भाई को रिसीव कर घर को जावा लाइव पेचिंग करवा चलो तो भाई मैंने आसिक पहुँची गले भद्रक भाई को कार आस तो कार टा आगे दे सारा तो जावा घर को देखा कौन कौन लाइट सब अच्छे कौन हम तो फाइनाल सार्किट सब गाड़ी देला भाई डीजे हाँ भाई कौटिका डीजे आ ना कौन कह भाई एमटी रिमिक्स आज्ञा कृष्णनगर केन्द्रापड़ा केन्द्रापड़ारू तो तांकर लगी दीपी सभा आउ स्टानले 26 आउ सभा स्टानले गोटे कटेज पेन देखिए टेच करवा रबर बालेट मिस्त्री आउ स्टैंड फैन व्हील साइज तो देखी सारी फास्ट पेंटिंग चलती बर्तमान पूरा जो पूरा पेंटिंग चलती
না না আমি দিকটা নাম্বারটা করে এরকম হলে সেটা তো নোট করলো সেই হয়ে গেল। আইলা হুম এটা ভোল্টেজ প্রবলেম আছে না ସେଥିପାଇଁ ସେଟା ଟିକେ ଇଏ କରୁଛି। ସେଟା ଟିଭି ହେଲେ ଖରାପ ଅଛି। ସେ ପ୍ରିଜମ୍ ରଖିବ ନା ଯେ ସେ ଅଧିକ ସେ ରଖିବ ସେଟା ନା ନା ଏଇ ଯେ ରାଉଣ୍ଡଟା ରଖିବ ହଁ ଏଇ ଜିନିଷ ରଖିବ ହଁ ଏଇ ସିଙ୍ଗଲଟା ରଖିବ ନା ଏଇ ଡବଲଟା ରଖିବ ନା ନା ସେ ସିଙ୍ଗଲଟା ବେଶୀ ସିଙ୍ଗଲଟା ତ ନା ତ ହୁଁ ହୁଁ ହଉ ମାଛଟା ପ୍ରିଜମ୍ ବାହାରିବ ସେଟା ଗବ ଗବର ଲାଭ କିଛି ନାହିଁ ପ୍ରିଜମ୍ ମାନେ ହେଲା ଏଟା ହେଲା ସେଟା ହେଲା ଗବ ଦେଇଯିବ ଯେତେବେଳେ ଦେହ ପାଇଁ କରିଦେଇଛି ଆଉ ହୁଁ ତ ଫାଇନାଲି ଆମର ପ୍ୟାଚିଂ ସରିଗଲା ଆଉ ଏବେ ଟେଷ୍ଟ ଦେଖିବା ଟେଷ୍ଟ କେମିତି କ'ଣ କଲର୍ ହେଇଛି କେମିତି କ'ଣ କାମ ହେଇଛି ଦେଖିବା ଭାଇଙ୍କୁ ତ ଭାଇଙ୍କୁ କହିଥିଲେ କେମିତି କ'ଣ କାମ ବିଷୟରେ ଯାହା ଜାଣିଛି ତ ଚଲୁଛ ଜାଣିଛି ତ ତାପରେ ପଇସା କରିଦେବା ଦେଖିବା ଲାଇଟ୍ ଯିବ ଫାଷ୍ଟ ଅନ୍ ହେଲା ପରେ ଡିସପ୍ଲେ ଲୋଡ୍ ଟାଇମ୍ ଲାଗିବ ଜାଣିଛୁ ହୁଁ ଆସିଲା ପରେ ଏଇଟା ଆସିଲା ପରେ ରେକର୍ଡ ଆଇଲା ପ୍ରୋଗ୍ରାମକୁ ଯିବ
তারপর তোমার 1 নম্বর রইল সার্কেল আসলে রাউন্ড সার্কেল। তারপর 10 নম্বর রইল একটা চেন 10 নম্বর 11 নম্বর 10 নম্বর 11 নম্বর যা যেটাগুলো অংশে দরকার আর 4টা উপর সুইচ কামড় দেবো একটা টাইমে 4টা সুইচ কামড় দেবো এটা রাউন্ড প্রোগ্রাম। তারপর তোমার দুইটা রইল ওয়েভ বুঝছিল উড়িয়ে একটা রইল ক্রস যেটা সার্কিট যেটা ক্রস করি। তারপরে একটা রইল ଆମର ଆଉଟର ୱେଭ୍ ମାନେ ବାହାର ପଟୁ ଯାଇକି ପୁରା ବୁଲିକି ଆସିକି ପୁଣି ଲାଗିଛି ହେଲା। 5 নম্বର ଷ୍ଟ୍ରେଟ୍ ଉପରେ ତମର ଏଟା ରହିଲା ଗୋଟେ ସଟିଂଟା ଏଟା ସଟିଂର ସ୍ଲୋ ତାପରେ ତମର ଏ ସଟିଂ ଚାହୁଁ କି ଯାହା ବି ଚାହୁଁ ଏଇ 5ଟା ତମ ମାଷ୍ଟର କାର୍ଡ ଏଇ 5ଟା ଯାହା କରି এই 5ଟା ଭିତରୁ ଗୋଟେ ଅନ୍ ଥିବା ଦରକାର 11 10 11 ଭିତରୁ ଗୋଟେ ଅନ୍ ଥିବା ଦରକାର ଜେନେରାଲ ଫ୍ୟାନ୍ ଆଉ ଇଏ ଚାଲିବ। ଯଦି ଏଗୁଡ଼ା ଅଫ୍ କରିଦେବା ଆଉ ଏଗୁଡ଼ା କିଛି କାମ ଦେବ ନାହିଁ। ତ 5 নম্বର ଇଏ ତ 20 নম্বର ହେଲା କ୍ଲାସ୍ ସବୁ ଜିନିଷ 19 নম্বର ହେଲା ପ୍ରିଜମ୍ ସିଙ୍ଗଲ ୱେଟ୍ର 20 নম্বର ରହିଲା ୟେଲୋ 18 নম্বର ରହିଲା ୟେଲୋ 17 নম্বର ରହିଲା ତମର ଏଟା ଗୋଟେ ପ୍ରିଜମ୍ ଏଟା ପ୍ରକୃତ ପ୍ରିଜମ୍ଟା। ତାପରେ 16 নম্বର ରହିଲା ଏଟା ଗୋଟେ ପ୍ରିଜମ୍ ମଲ୍ଟି କଲର୍ ରେନବୋ କଲର୍ ପ୍ରିଜମ୍ ରେନବୋ କଲର୍ ପ୍ରିଜମ୍ ଉପରେ ତମେ ଯଦି 17 নম্বର ମାରୁଛ ତାହେଲେ ଏଟା ଗୋଟେ ଡିଜାଇନ୍ ହେବ ହେଲା ଚାଇନାଟା ବି କରିପାରିବ ହେଲା। 15 নম্বର ରହିଲା ତମର ତିରଙ୍ଗା ପତାକା 14ରେ ରହିଲା ମଲ୍ଟି କଲର୍ ଅଟୋମେଟିକାଲି 13 ରହିଲା ସିଙ୍ଗଲ ଇନଷ୍ଟ୍ରୁମେଣ୍ଟ କଲର୍ ମାନେ ଗୋଟେ ଗୋଟେ ଅଲଗା ଅଲଗା କଲର୍ ରହିବ ଆଉ ନାହିଁ ଏତିକି କଲର୍ ତମର ୟା ଉପରେ ତମେ ରାଉଣ୍ଡ ଉପରେ ଯାଉଛ କ୍ଲାସ୍ କରିପାରିବ ଯେ ପ୍ରିଜମ୍ ଚାହିଁଲେ ପ୍ରିଜମ୍ ଦେଇପାରିବ କି ତମର କଲର୍ ଚାହିଁଲେ କଲର୍ ସବୁ ହେଲା ତମେ ସବୁ ଦେଇପାରିବ। ତିରଙ୍ଗା ପତାକା ଚଲାଅ ମଲ୍ଟି କଲର୍ ଚଲାଅ ଯାହା ବି ଚଲାଅ ୟା ଉପରେ 5ଟା ଉପରେ ସବୁ ଚଲେଇ ପାରିବ। 10 নম্বର 11 ନିହାତି ଗୋଟେ ଅନ୍ ଦରକାର ମାନେ ଫ୍ୟାନ୍ର ହେବନି ଫ୍ୟାନ୍ର ଏଟା ଗୋଟେ ପ୍ରୋଗ୍ରାମ୍ 1/1 କଲର୍ର ଆଉ ସେକେଣ୍ଡ ପ୍ରୋଗ୍ରାମ୍ ହେଲା 1/1 କଲର୍ ଇଣ୍ଟୁ 1 ଏମିତି ଅଛି ହେଲା କମ୍ପ୍ଲିଟ୍। ଆଉ କ'ଣ ଅସୁବିଧା କୁହ ଯାହା କହିଲେ ନା ନା ଆଉ ସବୁବେଳେ ପାଇଲଟ ଅଫ୍ କରିବା ଆଗରୁ ସବୁ ଫେଡର ସୁଇଚ୍ ଅଫ୍ କଲ ତାପରେ ପାଇଲଟ ଅଫ୍ ମାନେ ପାଇଲଟ ଲାଷ୍ଟିଂ କରିବ ଶୀଘ୍ର ଖରାପ ଯଦି ଆମେ କିସ ପାଇଲଟ ଖରାପ ହବନି ୟୁନିଟ୍ର ପ୍ରୋବ୍ଲେମ୍ ହେଇଯିବ କାହିଁକିନା ଆମର ଅନ୍ ପଛରେ ଅଛି ଆମେ ଧରାକି ବନ୍ଦ କରିଦେଲେ ସିଏ ଗୋଟେ ରନିଂ କଣ୍ଡିସନ୍ ସିଏ ଆସିଥିବ ୟା ପରେ ସିଏ ଏଇଟା ବୁଲେଇବ ତ ତାପରେ ପ୍ରୋବ୍ଲେମ୍ ହେଇଯିବ କ'ଣ ନା ସେ ବୁଲେଇବା ଟାଇମ୍ରେ କିଏ ବନ୍ଦ ୟୁନିଟ୍ଟା ଧରାକି ଧରିବ ତ ସେଥିପାଇଁ ଆଗେ ସବୁ ଫେଡର ସବୁ ବନ୍ଦ ମାନେ ସୁଇଚ୍ ସବୁ ବନ୍ଦ କରିବ ତାପରେ ପାଇଲଟ ଅଫ୍ ଓକେ। ତ ପ୍ୟାଚିଂ ସରିଲା ତ ଭାଇଙ୍କର ପସନ୍ଦ ହେଇଛି ନାଇଁ ମୁଁ ଜାଣିନି ଭାଇ କହିବେ ସେଟା ଭଲ ବା ହଉଛି ଗାଡ଼ି ଲାଗୁଟା ଲାଗିବ ଆଜ୍ଞା। ତ ବର୍ତ୍ତମାନ ଆମର ସରିଲା ପ୍ୟାଚିଂ ତ ଭାଇଙ୍କର ତ ବହୁତ ପସନ୍ଦ ହେଲା ତ ଆପଣମାନଙ୍କୁ କେମିତି ହେଲା ନିହାତି କମେଣ୍ଟ ମାଧ୍ୟମରେ କହିବେ ଆଉ ଯେଉଁ ଭାଇମାନଙ୍କର ପ୍ୟାଚିଂ ପାଇଁ କଣ୍ଟାକ୍ଟ କରିବାର ଅଛି ତ ମୋ ନମ୍ବର ଡେସ୍କ୍ରିପସନ୍ରେ ସବୁବେଳେ ଦେଉଛି ମୁଁ ତ ମୋତେ କଣ୍ଟାକ୍ଟ କରିପାରିବେ। ଆଉ ଭାଇଙ୍କର ଯେଉଁ କହୁଥିଲି ଘର ଯେଉଁ ଭଦ୍ରକ ତ ଭାଇଙ୍କ ଘର ଭଦ୍ରକ ନୁହଁ ତାଙ୍କର କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା କେଉଁ ଗୋଟେ ଜାଗାଟା ନାଁ କହିଲେ ତ ଭିଡ଼ିଓରେ ଅଛି ଦେଖିପାରିବେ। ଆଉ କେମିତି କ'ଣ ଫେସିଂ ଲାଗିଲା ନିହାତି କମେଣ୍ଟ କରିବେ ଆଉ ଏତିକି କହୁଛି ରହୁଛି ତ ଜୟ ଜଗନ୍ନାଥ ଭାଇମାନେ।